যদি বা প্রচার করা যায় তাহলে কিছু কিছু বিষয় খালি কেবল কুহা যায়, কিন্তু আজি আমি সম্পূর্ণ এই বাক্যକୁ আজি আমি শুনিবা, সম্পূর্ণ ভাବରେ আজি এই বাক্যକୁ আজি আমি মানে জাଣିবা যে আজিର ପ୍ରସଙ୍ଗ ହେଲା ମଦ। ମଦ ମରେ ମରିବା, ଦରେ ଦରିଦ୍ର ହେବା, ମଦ ଛାଣ ଜୀବନ ପାଇବ। ମୋର ପ୍ରିୟ ମାନେ ଏଣୁକରି ମଦ ମରେ ମରିବା, ଦରେ ଦରିଦ୍ର ହେବା, ମଦ ଛାଣ ଜୀବନ ପାଇବ। ଆଜିର ଯୋଉ ପ୍ରସଙ୍ଗ ଏହା ମୋର ପ୍ରିୟ ମାନେ, ଆଉ ପ୍ରାୟ ଏ ପ୍ରସଙ୍ଗ ବହୁତ କମ ଏହା ପ୍ରଚାରିତ ହୁଏ, କିନ୍ତୁ ଆଜି এই ବାକ୍ୟ ଆଜି ଆମେ କିଛି ପଢିବା, କିଛି ଜାଣିବା, ଯାହାଦ୍ୱାରା ମୋର ପ୍ରିୟ ମାନେ ଆଜି ଆମର ଖ୍ରୀଷ୍ଟୀୟ ସମାଜକୁ ଦେଖ, ଏ ଜଗତକୁ ଦେଖ, ସମସ୍ତେ ମଦ, ମଦ ବିନା ଲୋକ ବଞ୍ଚି ପାରନ୍ତି ନାହିଁ, ନିଶା ବିନା ବଞ୍ଚି ପାରନ୍ତି ନାହିଁ ମୋର ପ୍ରିୟ ମାନେ। କିନ୍ତୁ ପରମେଶ୍ୱରଙ୍କ ଇଚ୍ଛା କଣ? ଆପଣ ମଧୁଆ ହୁଅନ୍ତୁ, ଏହା ଈଶ୍ୱରଙ୍କର ଇଚ୍ଛା ନୁହେଁ ମୋର ପ୍ରିୟ ମାନେ। ଆମେ କି ପ୍ରକାର ସେଇ ନିଶା ମୁକ୍ତ ଆମେ ଜୀବନ କାଟିବା, ଯୋଉ ଯାଏ ଖ୍ରୀଷ୍ଟକୁ ଆମେ ଧାରଣ କରିନୁ, ଯୋଉ ଯାଏ ଖ୍ରୀଷ୍ଟ ଆମ ଅନ୍ତରରେ ବାସ କରିନାହାନ୍ତି, ଯୋଉ ଯାଏ ସଦାପ୍ରଭୁ ପରମେଶ୍ୱରଙ୍କର ଆତ୍ମା ଆମ ହୃଦୟରେ ଅବସ୍ଥାନ କରିନାହାନ୍ତି, ସେଇ ଯାଏ ଆମେ ଈଶ୍ୱରଙ୍କର ବଶରେ ଆମେ ରହିପାରିବା ନାହିଁ। ଆମେ ସାଂସାରିକ ବଶରେ ରହିବା, ଆମେ ମନ୍ଦ ଆତ୍ମାର ବଶରେ ରହିବା, ଆମେ ଏ ମଦ ପିଇବା, ଏହା ଏକ ବଶରେ ରହିବା ବିଷୟ ଅଟେ। ନିଶାର ବଶ, ମନ୍ଦ ଆତ୍ମା ନିଶାର ବଶରେ ବାନ୍ଧି ରଖୁଛି, ଯାହାଦ୍ୱାରା ମୋ ପ୍ରିୟ ମାନେ ଲୋକମାନେ ନ ଖାଇଲେ ଚଳୁଛନ୍ତି, କିନ୍ତୁ ମଦ ନ ପିଇଲେ ଲୋକମାନେ ରହିପାରୁନାହାନ୍ତି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ଆଜି ଏ ବିଷୟ କିଛି ଆଜି ଆମମାନେ ଚିନ୍ତା କରିବା, ଏ ବିଷୟ କିଛି ଆଜି ଆମମାନେ ମୋର ପ୍ରିୟ ମାନେ ଆଜି ଆମେ ଦେଖିବା ଯେ ପରମେଶ୍ୱର କି ପ୍ରକାର ଆମମାନଙ୍କୁ ସେ ଆଉ ଏହାଠାରୁ ବାହାରି ଆସିବା ପାଇଁ ଆମମାନଙ୍କୁ ଚେତନା ସେ ଦଉଛନ୍ତି, ସାବଧାନ ଆମମାନଙ୍କୁ କରୁଛନ୍ତି, ଆମମାନଙ୍କୁ ଆଉ ସେ ଶିକ୍ଷା ଦଉଛନ୍ତି ଯେ ଆମେ କି ପ୍ରକାର ସେ ମଦ ଠାରୁ ଆମେ ନିଜକୁ ଆମେ ରକ୍ଷା କରିବୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ଏଣୁକରି ମଦ ମରେ ମରିବା, ଦରେ ଦରିଦ୍ର ହେବା, ମଦ ଛାଡ଼ ଜୀବନ ପାଇବା। ଯୋଉ ଯାଏ ମଦ ଛାଡ଼ିବାନି ସେ ଯାଏ ଆମେ ଜୀବନ ପାଇବା। ଏଣୁକରି ଆଜି ଯୋଉ ପ୍ରସଙ୍ଗ ନେଇଛି ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ମୋର ପ୍ରିୟ ଲୋକଲିଖିତ ସୁସମାଚାର ଜାଣିଥିବା ବାକ୍ୟ ଏହା ଆପଣମାନଙ୍କର ମଧ୍ୟରେ ମୁଁ ଆଉ ଧନୀ ବ୍ୟକ୍ତିର ଘଟଣା। ଲୁକ ତାର 16 ଅଧ୍ୟାୟ ତାର 19 ପଦ। ଜଣେ ଧନୀ ଲୋକ ଥିଲା, ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା। ଏ ଆମୋଦ ପ୍ରମୋଦ ବୋଲିକରି କହିଲେ ଏଟା କି ପ୍ରକାର ୱାର୍ଡଟା? ଡ୍ରିଙ୍କିଂ। ସେ ଆମୋଦ ପ୍ରମୋଦ କରୁଥିଲା। ଆଉ ଜଣେ ବି ଆମେ ଯଦି ଦେଖିବା, ଆଉ ଜଣେ ଧନୀ ଲୋକ ଥିଲା ଯିଏକି ମୂର୍ଖ ଧନୀ ବୋଲି କୁହନ୍ତି, ଆଉ ପ୍ରଭୁ ତାହା ସେ ବି କହୁଛି କଣ ବୋଲି କହୁଛି, ଆମେ ଯଦି ପଢିବା ତାର ଲୁକଲିଖିତ ସୁସମାଚାର ତାର 12 ଅଧ୍ୟାୟ ତାର ଆଉ 12 ଅଧ୍ୟାୟର 19 ପଦ 20 ପଦ, ଏଇଠି ପ୍ରଭୁ ଗୋଟେ ଉତ୍ତର ଦେଇଛନ୍ତି। ଆଉ ମୁଁ ମୋର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଦ୍ରବ୍ୟ ସଞ୍ଚିତ ଅଛି, ବିଶ୍ରାମ କର, ଭଜନ କର, ଆମୋଦ ପ୍ରମୋଦ କର। କିନ୍ତୁ ଈଶ୍ୱର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତ୍ରିରେ ତୋ ପ୍ରାଣ ତୋ ଠାରୁ ନିଆଯିବ, ସେଥିରେ ତୁ ଯାହା ଯାହା ଆୟୋଜନ କରିଅଛୁ ସେ ସବୁ କାହାର ହେବ? ମୋର ପ୍ରିୟ ମାନେ, ଆପଣ ଯୋଉ ସମସ୍ତ ସମ୍ପତ୍ତିକୁ ଆପଣ ବେକାର ଆପଣ ବାହାରେ ଉଡୁଛନ୍ତି,
ଆପଣ ଯୋଉ ସମସ୍ତ ଆପଣଙ୍କର ଧନକୁ ଆପଣ ମାନେ ଆଉ ବେକାର ଆପଣ ମାନେ ଖର୍ଚ୍ଚ କରୁଛନ୍ତି, ସାଙ୍ଗସାଥି ମାନଙ୍କ ସହିତ ସାଙ୍ଗ ହେଇକି ବା ଏକା ବି ଯାଇକି ଆପଣ ମାନେ ଯୋଉ ଆପଣ ମଦ ପିଉଛନ୍ତି, ଆପଣ ନିଶାରେ ଆପଣ ମାନେ ଆଉ ପିନ୍ତୁଛନ୍ତି, ଏହା ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣ ଯୋଗ୍ୟ କି ଅଗ୍ରାହ୍ୟ ଅଟେ। ମୋର ପ୍ରିୟ ମାନେ, ପରମେଶ୍ୱର କେବେ ମଧ୍ୟ ମନ୍ଦ ଲୋକମାନଙ୍କ ଠାରେ ସେ ବାସ କରନ୍ତି ନାହିଁ। ସେ ଧାର୍ମିକ ବଂଶରେ ରୁହନ୍ତି। ଯଦି ଆପଣ ମାନେ ଦେଖିବେ ଗୀତ ସଂହିତା এই মেসেজକୁ ଆପଣ ଶେଷ ପର୍ଯ୍ୟନ୍ତ ଶୁଣିଲେ হে ଆପଣ ମାନେ ଏହାକୁ ବୁଝିପାରିବେ, ନତୁ ଆପଣ ମାନେ ବୁଝିପାରିବେ ନାହିଁ। ଏଠି ଲେଖା ଯେ ଗୀତ ସଂହିତା ତାର 14 ଅଧ୍ୟାୟ ତାର 5 ପଦ ଲେଖା ଯେ ସେଠାରେ ସେମାନେ ମହାଭୟଗ୍ରସ୍ତ ହୋଇଥିଲେ, କାରଣ ପରମେଶ୍ୱର ଧାର୍ମିକ ବଂଶ ମଧ୍ୟରେ ବାସ କରନ୍ତି ବା ଧାର୍ମିକ ଲୋକମାନଙ୍କ ସହିତ ସେ ରୁହନ୍ତି। ଯଦି ଆମେ ଭୁଲ ପଥରେ ଯିବା, ପରମେଶ୍ୱର କେବେ ଆମମାନଙ୍କ ସହିତ ସେ ରହିବେ ନାହିଁ। ସେ ଆମ ହୃଦୟରେ ରହିବେ ନାହିଁ, ସେ ଆମକୁ ଗ୍ରହଣ କରିବେ ନାହିଁ, ଆମେ ତାଙ୍କର ପ୍ରିୟ ସନ୍ତାନ ହେଇପାରିବା ନାହିଁ। ମୋର ପ୍ରିୟ ମାନେ, ଏଣୁକରି ମରେ ମରିବା, ଦରେ ଦରିଦ୍ର ହେବା, ମଦ ଛାଡ଼ ଜୀବନ ପାଇବ। ଯଦି ଆମେ ମଦ ଛାଡ଼ିବା ନାହିଁ, ଆମେ ଜୀବନ ପାଇବା ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଆଜି ଆମେ ନିଜକୁ ଆମେ ପଚାରିବା, ନିଜକୁ ଆମେ ଆଜି ଆମେ ଚିନ୍ତା କରିବା। ଏଠି ଗୋଟେ ଆମେ ଧନୀ ବ୍ୟକ୍ତିର କଥା ଆମେ ଦେଖୁଛୁ, ଦୁଇଟି ଧନୀ ବ୍ୟକ୍ତିର ବିଷୟ ଆମେ ଦେଖିଲୁ। ଜଣେ କହିଲା ମୋର ବହୁତ ଫସଲ ହୋଇଅଛି, ରେ ପ୍ରାଣ ବିଶ୍ରାମ କର, ଆମୋଦ କର, ପ୍ରମୋଦ କର। ପ୍ରଭୁ କହିଲେ ଆଜି ରାତ୍ରି ତୋ ଠାରୁ ତୋ ପ୍ରାଣ ନିଆଯିବ, ତୁ ଯାହା ଆୟୋଜନ କରିଅଛୁ ସେଇ ସବୁ କାହାର ହେବ ସମ୍ପତ୍ତି। ଆଉ ଜଣେ ଧନୀ ବିଷୟରେ ଆମେ ଦେଖିଲୁ ଯେ କି ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ସେଇ ମଧ୍ୟ ଆଉ ବହୁମୂଲ୍ୟ ବସ୍ତ୍ର ପିନ୍ଧିକି ପ୍ରତିଦିନ ଆଡମ୍ବରରେ ଆମୋଦ ପ୍ରମୋଦ କରୁଥିଲା। ମୁଁ ଯାହା ଅନୁମାନ କରୁଛି ଏ ଡ୍ରିଙ୍କିଂ କରୁଥିଲା। ବସ୍ତ୍ର ପିନ୍ଧିବା ପାପ ନୁହେଁ, କିନ୍ତୁ ୟାର ଅଶୁଚି ଜୀବନ ସକାଶୁ, ପାପ ଜୀବନ ସକାଶୁ, ମନ୍ଦ ଅଭ୍ୟାସ ଥିବା ସକାଶୁ ପ୍ରଭୁଙ୍କ ଉପସ୍ଥିତିକୁ ଆସିବାକୁ ୟାର ମନ ହେଉନଥିଲା। ଈଶ୍ୱରଙ୍କର ବାକ୍ୟକୁ ଧ୍ୟାନ କରିବା ପାଇଁ ୟାର ଜୀବନର ଇଚ୍ଛା ଲାଗୁନଥିଲା, କାରଣ ଏ ପବିତ୍ର ଜୀବନ କାଟୁନଥିଲା, ଧାର୍ମିକ ଜୀବନ କାଟୁନଥିଲା, ପରମେଶ୍ୱରଙ୍କ ବାକ୍ୟ ବିରୁଦ୍ଧରେ ଯାଉଥିଲା, ଈଶ୍ୱରଙ୍କର ବିରୁଦ୍ଧରେ ଯାଉଥିଲା, ପାପ କରୁଥିଲା। ମୋର ପ୍ରିୟ ମାନେ, ଏଣୁ ଏ ପରମେଶ୍ୱରଙ୍କର ଉପସ୍ଥିତିକୁ ଆସିପାରୁନଥିଲା, ଈଶ୍ୱରଙ୍କର ବାକ୍ୟ ନିକଟକୁ ଆସିପାରୁନଥିଲା, ପରମେଶ୍ୱରଙ୍କ ସହଭାଗିତାକୁ ଆସିପାରୁନଥିଲା, ଆଉ ଶୈତାନ ତା ଜୀବନରେ ରାଜତ୍ୱ କରୁଥିଲା। ଯାହା ଦ୍ୱାରା ମୋର ପ୍ରିୟ ମାନେ ଗୋଟେ ସମୟ ଆସିଲା, ଗୋଟେ ଦିନ ଆସିଲା, ଆଉ ସେ ତା ଫାଟକ ପାଖରେ ବସିଥିବା ଜଣେ ଆଉ ଯେ କି ଧାର୍ମିକ ଜୀବନ କାଟୁଥିଲା, ତା ଦେହରେ ରୋଗ ଥିଲା। ଦୁଇ ଜଣ ପ୍ରଭୁକୁ ଜାଣିଛନ୍ତି, ସେ ଧନୀ ବ୍ୟକ୍ତି ବି ଜାଣିଛି, ଆଉ ତା ଫାଟକ ପାଖରେ ଯେ ଥିଲା ଲାଚାର, ସେ ବି ଯୀଶୁଙ୍କୁ ଜାଣିଛି। ଏ ଧନୀ ବ୍ୟକ୍ତି ବି ପ୍ରଭୁଙ୍କୁ ଜାଣିଛି, ପ୍ଲସ୍ ଏହି ଲାଚାର ମଧ୍ୟ ପ୍ରଭୁଙ୍କୁ ଜାଣିଛି। କିନ୍ତୁ ଦୁଇ ଜଣଙ୍କ ଜୀବନ ଭିନ୍ନ ଥିଲା, ଦୁଇ ଜଣଙ୍କର ବିଶ୍ୱାସ ଭିନ୍ନ ଥିଲା, ଦୁଇ ଜଣଙ୍କର ଉତ୍ସର୍ଗୀକୃତ ଜୀବନ ଭିନ୍ନ ଥିଲା। ଆଉ ଆମେ ଦେଖୁଛୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ସେ ଆଉ କି ପ୍ରକାର ପ୍ରଭୁଙ୍କ ଠାରେ ଥିଲା, ଏତେ ଦୁଃଖ, ଏତେ କଷ୍ଟ, ତା ଦେହରେ ଘା ଦା ପଜୁ କେତେ ବାହାରିଥିଲା, କୁକୁର ମାନେ ସୁଦ୍ଧା ଆସିକି ତା ଦେହର ଘାକୁ ଚାଟୁଥିଲା। ତଥାପି ସେ ନିଜ ଧାର୍ମିକତାକୁ ଛାଡ଼ିନି, ତଥାପି ସେ ନିଜର ପବିତ୍ରତାକୁ ଛାଡ଼ିନି, ତଥାପି ସେ ନିଜର ମୋର ପ୍ରିୟ ମାନେ ବିଶ୍ୱାସକୁ ଛାଡ଼ି ନାହିଁ। ସେ ପ୍ରଭୁଙ୍କ ଠାରେ ଶେଷ ପର୍ଯ୍ୟନ୍ତ ରହିଲା, କାଳକ୍ରମେ ସେ ମରିଗଲା।
ଧାର୍ମିକ ଲୋକମାନେ ଅନେକ କ୍ଲେଶ ପାଇ ବାଇବଲରେ ଲେଖା ଅଛି। ମୋର ପ୍ରିୟ ମାନେ ହୋଇପାରେ ସେ ଜଗତରେ ମୋର ପ୍ରିୟ ମାନେ ସୁଖ ବଳାଟା କିଛି ଜାଣିଲା ନାହିଁ, କିନ୍ତୁ ଯେତେବେଳେ ମରିଗଲା ସେ ଅବ୍ରାହ୍ମଙ୍କ କୂଳରେ ଯାଇକି ସେ ବସୁଛି, ଅବ୍ରାହ୍ମଙ୍କ କୂଳରେ ଯାଇକି ସେ ବସିଲା। ଠିକ କିଛି ସମୟ ପରେ ସେ ଧନୀ ବ୍ୟକ୍ତି ମଧ୍ୟ ମଲା, ସମାଧି ପାଇଲା, କିନ୍ତୁ ତାର ଠିକଣା କଣ ଜାଣନ୍ତି? 23 ପଦରେ ଲେଖାଯାଏ, ଲୁକ ତାର 16-23 ପଦରେ, ଆଉ ସେ ନରକ ଯନ୍ତ୍ରଣାରେ କଳବଳ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହମ ତାଙ୍କ କୂଳରେ ଲାଜାରକୁ ଦେଖିଲା। ମତେ କୁହନ୍ତୁ ଆଜ୍ଞା ମାନେ, ମତେ କୁହନ୍ତୁ ଈଶ୍ୱରଙ୍କ ଲୋକମାନେ, ଯେ ଡ୍ରେସ ପିନ୍ଧିବା କଣ ପାପ? ନା, ସେ ଅଶୁଚି ଜୀବନ କାଟୁଥିବାର ଆଜି ମଧ୍ୟ ଅନେକ ଲୋକ କୁହନ୍ତି ଯେ ମଦ ପିଇବା ପାପ ନୁହେଁ, ମଦ ପିଇବା ଖରାପ ନୁହେଁ। ମୋର ପ୍ରିୟ ମାନେ, ମଦ ମରେ ମରିବା ଦରେ ଦରିଦ୍ର ରହିଛି, ଉତ୍ତମ ବିଷୟ କୋଉଠି ଅଛି ମତେ କୁହନ୍ତୁ? ମୋର ପ୍ରିୟ ମାନେ, ମଦ ଛାଡ଼ ଜୀବନ ପାଅ। ଯଦି ମଦ ଛାଡ଼ିବ ନାହିଁ ଜୀବନ ପାଇବେ ନାହିଁ, ଯେମିତି ଏ ବ୍ୟକ୍ତି ପାଇଲା ନାହିଁ। ସେ ସିଧା ନରକକୁ ଗଲା, ସେ ସିଧା ମୋର ପ୍ରିୟ ମାନେ ଯନ୍ତ୍ରଣା ସ୍ଥାନକୁ ଗଲା, ଆଉ ସେଇଠି ସେ କଳବଳ ହଉଛି। ଆଉ ସେ ଦୂରରୁ ସେ ଅବ୍ରାହମଙ୍କ କୋଳରେ ଲାଜାରକୁ ଦେଖିଲା। ମୋର ପ୍ରିୟ ମାନେ, ଆଉ ସେ ଅନୁରୋଧ କଲା ଯେ ଯେପରି ସେ ପାଣିରେ ଆପଣ ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଳବଳ ହେଉଛି। 24 ପଦରେ ଲେଖାଯାଏ, ସେ ଅନୁରୋଧ ରିକ୍ୱେଷ୍ଟ କରୁଛି, ହେ ପିତା ଅବ୍ରାହମ, ଲାଜାରକୁ ଟିକେ ପଠା। ମୋର ପ୍ରିୟ ମାନେ, ଆଜି ଆମେ କି ପ୍ରକାର ପ୍ରଭୁଙ୍କ ଛାମରେ, ପ୍ରଭୁଙ୍କ ଉପସ୍ଥିତିରେ ନିଜକୁ ଆମେ ପଚାରିବା, ନିଜର ଆତ୍ମାକୁ ଆମେ ସମୀକ୍ଷା କରିବା। ଆମେ ଯୀଶୁକୁ ଜାଣିଲେ ହେବନି ମୋର ପ୍ରିୟ, ନିଜକୁ ପରିବର୍ତ୍ତନ କରିବାକୁ ପଡିବ। ହେ ପ୍ରଭୁ ଯୀଶୁ ସେ ଆମର କୌଣସି ବିଷୟ ପରିବର୍ତ୍ତନ କରିବା ପାଇଁ ଆସିନଥିଲେ, ଆମ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଆସିଥିଲେ। ମୋର ପ୍ରିୟ ମାନେ, ଆମର ଧର୍ମ ପରିବର୍ତ୍ତନ କରିବା ପାଇଁ ଯୀଶୁ ଆସିନଥିଲେ, ଆମର ମନକୁ ପରିବର୍ତ୍ତନ କରିବା ପାଇଁ ଆସିଥିଲେ। ଏଣିକରି ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ମୋର ପ୍ରିୟ ମାନେ, ମଦ ଆପଣ ଛାଡ଼ନ୍ତୁ। ମୋର ପ୍ରିୟ ମାନେ, ମୁଁ ମଦର କେତୋଟି ବିଷୟ ଆପଣ ମାନଙ୍କୁ ଆଜି ମୁଁ କହିବା ପାଇଁ ଚାହୁଁଛି। ମଦ କଣ ଅଟେ ଆପଣ ଜାଣିବା ଦରକାର। ପ୍ରଥମ ବିଷୟ, ହିତୋପଦେଶ। ଦେଖିଲୁ ଯେ ମଦ ପିଇବା ଦ୍ୱାରା ସେ ନରକକୁ ଗଲା, ଆଉ ଶେଷରେ ସେ କହୁଛି, ଯେତେବେଳେ ପାଣି ଠିକେ ପାଇଁ ଅନୁରୋଧ କରୁଛି, ଅବ୍ରାହମ କହିଲେ ଏଇ ଜାଗାର ଲୋକ ସେ ଜାଗାକୁ ଯାଇପାରିବନି, ସେ ଜାଗାର ଲୋକ ଏଇ ଜାଗାରେ ଆସିପାରିବ ନାହିଁ। ସେ କହିଲା ମୋର 5 ଭାଇ ବି ଅଛନ୍ତି, ସେମାନେ ବି ବୁଢା ମଧୁରା, ସେମାନେ ବି ମଦ ପିଉଛନ୍ତି, ଆଉ ମୁଁ ପକ୍କା କହୁଛି ସେମାନେ ବି ଏ ନରକକୁ ଆସିବେ, এই যন্ত্রণাময় কলবল স্থানକୁ ଆସିବେ। ଏଣୁକରି ତାଙ୍କୁ ପଠାନ୍ତୁ। ଅବ୍ରାହମ କହିଲେ ସେମାନଙ୍କ ପାଖରେ କଣ ଶାସ୍ତ୍ର ନାହିଁ କି? ଠିକ ତଦ୍ରୂପ ଆପଣଙ୍କ ପାଖରେ ବି ଆଜି ଶାସ୍ତ୍ର ଅଛି, ଏ ବାଇବେଲକୁ ପଢନ୍ତୁ। ଯୀଶୁ ଆସିକି ଆପଣଙ୍କୁ ବସିକି ବୁଝେଇବେ ନାହିଁ, ଯୀଶୁ ଆସିକି ଆପଣଙ୍କୁ ବସିକି କହିବେ ନାହିଁ ଯେ ବାବୁରେ ପୁଅରେ ମଦ ଛା। ଯଦି ଆପଣ ସ୍ୱର୍ଗକୁ ଯିବା ପାଇଁ ଚାହୁଁଛନ୍ତି, ମା ମାଉସୀ ବାପା ଭାଇ ଭଉଣୀ ମାନେ ସମସ୍ତଙ୍କୁ ଅନୁରୋଧ କରିବା ପାଇଁ ଚାହୁଁଛି, ଆପଣ ମଦ ଛାଡ଼ନ୍ତୁ, ମଦ ଠାରୁ ଦୂରେ ରୁହନ୍ତୁ। ମଦ ଈଶ୍ୱରଙ୍କ ଦୃଷ୍ଟିରେ ଏକ ପାପ ଅଟେ। ଆଉ ମଦ ପିଇକି ଆପଣ ଚର୍ଚ୍ଚକୁ ଆସିଲେ ବି ପରମେଶ୍ୱରଙ୍କର ଉପସ୍ଥିତି ସେଠି ରହିବ ନାହିଁ। ପରମେଶ୍ୱର ଆପଣଙ୍କର ମୁଖରୁ ଆରାଧନା ଗ୍ରହଣ କରିବେନି, ଆପଣଙ୍କର ପ୍ରାର୍ଥନାକୁ ପ୍ରଭୁ ଶୁଣିବେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନେକ ବିଷୟ ଅଛି। ମୋର ପ୍ରିୟ ମାନେ, ଆଜି ଆମେ ଦେଖିବା ହିତୋପଦେଶ ତାର 20 ଅଧ୍ୟାୟ, ତାହା 1 ପଦ ଆମେ ଦେଖିବା। 20 ଅଧ୍ୟାୟର 1 ପଦ ଆମେ ଦେଖିବା। ହିତୋପଦେଶ 20ର 1 ପଦ। ଆଜି ଯୋଉ ବିଷୟ ଅଛି ଯେ ମଦ ମରେ ମରିବା ଦରେ ଦରିଦ୍ର ହେବା, ମଦ ଛାଡ଼ ଜୀବନ ପାଇବା, ମଦ ଛାଡ଼ ଜୀବନ ପାଇବା। ମୋର ପ୍ରିୟ ମାନେ, 20ର 1 ପଦ। ଦ୍ରାକ୍ଷାରସ ନିନ୍ଦକ ମଦ୍ୟ କଳହକାରୀ ଯେ କି ତଦ୍ୱାରା ଭ୍ରାନ୍ତ ହୁଏ ସେ ଜ୍ଞାନବାନ ନୁହେଁ। ମୋର ପ୍ରିୟ ମାନେ, ସ୍ପଷ୍ଟ ଭାବେ ଲେଖା ଅଛି 2 ପ୍ରକାର ଦ୍ରାକ୍ଷାରସ ଅଛି।
गोटे हूँ जोटा राजा माने पिउथिले मोर प्रिय माने तहिरे निशा थिला निशा आ गोटे द्राक्षारस जोटा मोर प्रिय माने जहाँ आम प्रभु समय यूज कर अंगुर रस ताहाको द्राक्षारस भी कहुए ताहा आपण जदि आपण देह असुस्थ अच्छी से द्राक्षारस पीले आपण शरीर सुस्थ हो मद उत्तम विषय नुहे आपण मूर्ख होतु नहीं आपण ज्ञानी होतु बुझीबा पे चेष्टा करतु आपण भ्रांत होतु नहीं लोक माने आज कोठी पिकनिक जाउछंती मद पिउछंती मद पीवा द्वारा हमर फेबड़ा हमर किडनी हमर लिवर खराब होछि हमर देह असुस्थ होछि देह सुखी जाउछि देह रे विभिन्न प्रकार रोग आसुछि ए मद हमर देह पाई स्वास्थ्यकर विषय नुहे यह हानिकारक एणु करी मद छाड़ जीवन पाओ भ्रांत हो मोर प्रिय माने लिखा दे मद्य कलहकारी मद जेतेबेले पियंती सेतेबेले से माने कलह करंती सेतेबेले से माने रड़ी छाड़ती से माने मूर्खतार काम करंती बीडी एमडी केते कोन पीजी केते कोन करिथिबे गोटे कलेक्टर केते कोन थिबे कि मद पीला पर से माने होश आ रहनांती बेहोश काम करछंती शरीर ठिया अछि किंतु बेहोश बेले जहा करिबा कथा न ता करूछंती जहा कहिबा कथा न ता कहूछंती से माने मूर्खतार काम करछंती अज्ञानतार से माने काम करछंती एणु करी आज ख्रीस्टीय समाज को म कहबा पई चाहूछी ईश्वर को लोक मान को कहबा पई चाहूछी मोर प्रिय माने जो माने मूर्खतार काम करिवे से माने ईश्वर को ठारे ग्रहण योग्य हेबे नै आ जदि आपण ग्रहण योग्य हेबे नै ताहले आपण नरक को जिवे आपण जदि मद पिउछंती आपण मूर्खतार काम करूछंती आ परमेश्वर को दृष्टि रे आपण निज को मूर्ख बोली आपण निज को प्रमाणित करूछंती अनेको दास माने हालिया बिकुछंती आउ अनेक विश्वास माने कहते हमर आज्ञा मत पास्टर माने हमर पालिकानी मा हमर पास्टर माने हांडिया बिकुछंती से माने विश्वासी मान को भी कहउछंती किछ नै आपण माने पियंतु बिकंतु किंतु दश मांस दो मोर प्रिय माने सेही दश मांस पास्टर नेब सत किंतु प्रभु ताहा ग्रहण करिवे नै से अधर्मर टंका प्रभु ग्रहण करिवे नै कारण से टंका रे आपण केते परिवार को शांति करथिबे से टंका आपण मद बिकी की से टंका आनी की केते परिवार को आपण भागिथिबे केते परिवार रे आपण मार्ग लगेथिबे से केते परिवार से मार्ग चूड़ी जोड़ी नथिबो कारण से मद बिकी टंका सरे देथिबो एडी करे आपण अज्ञानता मूर्खता आपण काम करथु आज काम करि जाउ छथि आपण सुपरवाइजर हंतु आपण जे कोन पोस्ट थांतु कि लेबर काम करंतु छोट बड़ जहा काम करंतु आपण जेतकी मजूरी पाउछंती आपण घर को आनंतु घरे कोन अछि न अछि चावल पत्र आपण मूर्खतार काम करंतु नहीं आपण घरे आसी कि कलह करंतु नहीं घरे आसी कि अशांति सृष्टि करंतु नहीं आपण को छुआ कोन भोकरे रहिबो आपण को परिवार कोन भोकरे रहिबो आपण ज्ञानी बारंतु मोर प्रिय माने से टंका को आपण उड़ांतु नहीं खर्चा करंतु नहीं बेकार रे आपण ताको फिकंतु नहीं कारण मोरे मद मोरे मरिबा दरे दरिद्र हेबा मद छाड़ जीवन पाइबे द्वितीय विषय मद ज्ञान थिले मध्य ताहा मूर्ख बोली प्रमाणित करूछि मद कलह सृष्टि करूछि द्वितीय विषय में देखिबा तार 21 रो तार 17 पद्धति आम देखा जो लोक आमद भल पाए से दरिद्र हेबो देख आम देख जे पुणी जे द्राक्षारस ओ तैल भल पाए से धनवान ए द्राक्षारस कोटा यह होचे अंगुर रस मोर प्रिय मन आपण अंगुर खांतु फल खांतु द्राक्षारस बेले अंगुर मोर प्रिय प्रभु जो लोक आमद भल पाए बा जो माने मद्यपान करबा पय भल पाती सेही लोक दरिद्र हेबो से माने दरिद्र हेबे द्वितीय विषय
କାରଣ ଦରେ ଦରିଦ୍ର ମରେ ମରିବା ଦରେ ଦରିଦ୍ର ତାର ଫୁଲ ଫଳ। ଯଦି ଆପଣ ମଦ ଛାଣିବେନି ତାହେଲେ ଆପଣ ଦରିଦ୍ର ହେବେ। ଆପଣଙ୍କ ପକେଟରେ ଆପଣ 1000 ଟଙ୍କା କମେଇକି ଧରିବେ, ସେ ମାଲିକ ଆପଣଙ୍କୁ ଦେବ କାମ ସରିଲା ପରେ। ଆପଣଙ୍କ ଯଦି ଆପଣ ମଦ ଭାଟିକୁ ଯିବେ ସେ 1000 ଟଙ୍କା ଆପଣଙ୍କ ପକେଟରେ ରହିବ ନାହିଁ। ଯଦି ଆପଣ ଘରକୁ ଆଣିଥାନ୍ତେ 900 ଟଙ୍କା ଘରେ ରହିଥାନ୍ତା, 100 ଟଙ୍କା ଆପଣ ପନିପରିବା ଆଣିଥାନ୍ତେ, କେତେ ଖାଉଛନ୍ତି ଖାଇଥାନ୍ତେ। କିନ୍ତୁ ମଦ ଆପଣଙ୍କର ପକେଟ ଖାଲି କରିଦେଲା, ଆପଣ ଦରିଦ୍ର ହେଇଗଲେ। ଏଣିକରି ମୋର ପ୍ରିୟ ମାନେ ଆପଣ ସେହି ମଦକୁ ଛାଡ଼ନ୍ତୁ, ସେ ମଦ ଠାରୁ ଆପଣ ବାହାରି ଆସନ୍ତୁ, ସେ ଆପଣ ନିଶାମୁକ୍ତ ଜୀବନ କାଟନ୍ତୁ। ଯଦି ଆପଣ ମଦ ଛାଡ଼ିବେ ନାହିଁ ତାହେଲେ ଆପଣ ମୋର ପ୍ରିୟ ମାନେ ଆଉ ଆପଣ କଣ ହେବେ ଆପଣ ଜାଣନ୍ତି? ଲେଖାଯାଏ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ଆଉ ଯଦି ଆମେ ପଢିବା ଆଉ 23ର ତାର 20-21 ଦ୍ରାକ୍ଷାରସରେ ଆସକ୍ତ ପେଟାଧୀ ମାଂସ ଭକ୍ତା ମାନଙ୍କ ସଙ୍ଗୀ ହୁଅ ନାହିଁ, କାରଣ ମଧୁଆଲ ଓ ପେଟୁକ ଦରିଦ୍ର ହେବେ, ପୁଣି ଘୁମା ମନୁଷ୍ୟକୁ ଚିରାକନା ପିନ୍ଧାଇବେ। ହିତୋପଦେଶ 23ର ତାର 20 ପଦ 21 ପଦ ସ୍ପଷ୍ଟ ଭାବରେ ଲେଖା ଅଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଦୁଇ ପ୍ରକାର ଦ୍ରାକ୍ଷାରସ ବିଷୟରେ ମୁଁ ଆପଣମାନଙ୍କୁ କହିଥିଲି। ଗୋଟେ ଦ୍ରାକ୍ଷାରସ ଯୋଉଟା ରାଜା ମାନେ ପିଉଥିଲେ, ସେମାନେ ନିଶା ଟେନସନରେ ରହୁଥିଲେ, ନେତା ମାନଙ୍କର ଆଉ ସମସ୍ତଙ୍କର ଆଉ ସେମାନେ ଶୁଣୁଥିଲେ କଥା, ପ୍ରଜା ମାନଙ୍କର କଥା ଶୁଣୁଥିଲେ, ମନ୍ତ୍ରୀ ମାନଙ୍କର କଥା ଶୁଣୁଥିଲେ, ଟେନସନରେ ରହୁଥିଲେ। ସେ ଟେନସନରୁ ମୁକ୍ତ ହେବା ପାଇଁ ବୋଲି ସେମାନେ ଆଉ ଅନ୍ୟ ପ୍ରକାର ଯୋଉଟା ନିଶାରେ ତିଆରି ହଉଥିଲା ତାହା ସେମାନେ ଗ୍ରହଣ କରୁଥିଲେ, ଆଉ ତାହା ଥିଲା ମଦ୍ୟ। ତାହା ସେମାନେ ବର୍ଷ ବର୍ଷ କାଳ ରଖନ୍ତି, ଆଉ ସେଇ ଦ୍ରାକ୍ଷାରସକୁ ସେମାନେ ପିଅନ୍ତି, ଆଉ ତାହା ନିଶା। ଆଉ ତାହା ଯୋଉମାନେ ପିଇବେ ସେମାନେ ରାସ୍ତାରେ ଚାଲି ପାରିବେ ନାହିଁ। ମୋର ପ୍ରିୟ ମାନେ ଏଣିକି ଦ୍ରାକ୍ଷାରସ ସେ ଆସକ୍ତ ମୋର ପ୍ରିୟ ମାନେ, ଓ ପେଟୁକ ଦରିଦ୍ର ହେବେ, ଯୋଉମାନେ ପେଟୁକ ମୋର ପ୍ରିୟ ମାନେ এইটা খায় সেইটা খায়, ସେଇ ପ୍ରକାର ଲୋକମାନେ ଦରିଦ୍ର ହେବେ। ପୁଣି ପେଟାଧୀ ମାଂସ ଭକ୍ତା ମାନଙ୍କୁ ସଙ୍ଗୀ ହୁଅ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଅନେକ ସ୍ଥାନରେ ତୁ ମଦ ଆଣ ମୁଁ ଚାଖଣା ଆଣୁଛି, এইটা ବି ଅନେକ ଲୋକ କୁହନ୍ତି। ଆଜି ମୁଁ ଚିକେନ ଆଣିବି, ଭଜାଟା ତୁମେ ମଦ ଆଣ। ମୋର ପ୍ରିୟ ମାନେ ଆପଣ ପ୍ରାର୍ଥନା ଆପଣଙ୍କ ଘରେ ଆପଣ ସଭା ରଖନ୍ତୁ, ପ୍ରଭୁଙ୍କ ଦାସ ମାନଙ୍କୁ ଡାକନ୍ତୁ, ମଣ୍ଡଳ ପ୍ରାଚୀନ ମାନଙ୍କୁ, ମଣ୍ଡଳ ସେକ୍ରେଟାରୀ ମାନଙ୍କୁ ଡାକନ୍ତୁ, ବିଶ୍ୱାସୀ ମାନଙ୍କୁ ଡାକନ୍ତୁ, ଆପଣ କୁକୁଡ଼ା କାଟନ୍ତୁ, ଆପଣ ସେମାନଙ୍କୁ ଖାଇବା ପାଇଁ ଦିଅନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ। ଆପଣ ବେକାର ଫାଲତୁରେ ବାହାରେ ଆପଣ ଉଡ଼ାନ୍ତୁ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆପଣଙ୍କ ପରିବାରକୁ ଆପଣ ଆଣନ୍ତୁ, ଆପଣଙ୍କ ପରିବାରକୁ ଆପଣ ଖୁଆନ୍ତୁ। ମୋର ପ୍ରିୟ ମାନେ ସେଇଭଳି ବାହାର ଲୋକମାନଙ୍କ ସହିତ, ମଧୁଆ ମାନଙ୍କ ସହିତ ସାଙ୍ଗ ହେଇକି ମୋର ପ୍ରିୟ ମାନେ ଆପଣ ମାନେ ତାହା ଖାଆନ୍ତୁ ନାହିଁ। ମୁଁ ଖ୍ରୀଷ୍ଟଙ୍କ ସମାଜର ଲୋକମାନଙ୍କୁ ମୁଁ କହିବା ପାଇଁ ଚାହୁଁଛି, ଖ୍ରୀଷ୍ଟୀୟ ସମାଜର ଭାଇ ଭଉଣୀ ମାନଙ୍କୁ ଆଜି ଆମେ ପ୍ରଭୁକୁ ଜାଣିଛୁ, କିନ୍ତୁ ଆମେ ନ ଜାଣିଲା ପରେ ଆମେ ଜୀବନ କାଟୁଛୁ। ଆମେ ଜାଗତିକ ମନ ଆମେ ଜୀବନ କାଟୁଛୁ, ଆମେ ପାପମୟ ଜୀବନ କାଟୁଛୁ। ଏଠି କଣ ଲେଖା ହେଇଛି ସ୍ପଷ୍ଟ ଭାବରେ ଲେଖା ଅଛି, ଆପଣ ମାନେ ଧ୍ୟାନ ଦେଇକରି ପଢନ୍ତୁ, ବୁଝନ୍ତୁ। ହିତୋପଦେଶ 23ର 20 ଆଉ 21 ପଦ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ସେଇ ପ୍ରକାର ଲୋକମାନେ ପୁଣି ସେମାନେ କଣ ହେବେ, ଆଉ ସେ ମଧୁଆଲ ସେମାନେ କଣ ହେବେ ବୋଲି ଲେଖାଯାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ସେମାନେ ଚିରାକନା ପିନ୍ଧିବେ, ତ ଅର୍ଥାତ୍ ଦରିଦ୍ର ହେବେ। ଦ୍ୱିତୀୟରେ, ପ୍ରଥମରେ ସେମାନେ ମୂର୍ଖ ହେଲେ, ଜ୍ଞାନ ଥାଇକି ମଧ୍ୟ, ଈଶ୍ୱରଙ୍କର ବାକ୍ୟ ଜାଣିକି ମଧ୍ୟ, ପ୍ରଭୁଙ୍କର ବାକ୍ୟ ଶୁଣିକି ମଧ୍ୟ, ପ୍ରଭୁଙ୍କର ବାକ୍ୟକୁ ସେମାନେ ଜାଣିକି ମଧ୍ୟ ଭୁଲ କାମ କଲେ। ଏଣିକି ସେମାନେ ନିଜକୁ ମୂର୍ଖ ବୋଲି ପ୍ରମାଣିତ କଲେ। ଆଉ ଦ୍ୱିତୀୟରେ ଆମେ ଦେଖିଲୁ ଯେ ମଦ ଦରେ ଦରିଦ୍ର ହେଲା, ସେମାନେ କଣ ହେଲେ ଦରିଦ୍ର। ମୋର ପ୍ରିୟ ମାନେ ସେମାନେ ଦରିଦ୍ର ହେଲେ। ତ ଏଣିକରି ମୋର ପ୍ରିୟ ମାନେ ଆମେ ତାଠାରୁ ବାହାରି ଆସିବା, ଆମେ ତାଠାରୁ ଆମେ ଅଲଗା ହେବା, କାରଣ ମୋର ପ୍ରିୟ ମାନେ ତାହା ବିପଦ ଅଟେ।
3 নম্বর বিষয় আমি দেখিবা হসয় পুস্তকের গোটে বিষয় লেখা আছে আমি দেখিবা হসয় পুস্তক হসয় তাহা 4 অধ্যায় তার 11 পদ লেখা যায় বেবেচার মদ্য ও নূতন দ্রাক্ষারস বুদ্ধি হরণ করে। যদি আপন মদ্যপান କରୁଛନ୍ତି বেবেচার কাম କରୁଛନ୍ତି তাহলে আপনার বুদ্ধি হরণ হইଯିବ। হসয় তার 4:11 পদরে লেখা যায় আপনার বুদ্ধি হরণ হইଯିବ। সে মদ আপনার জ্ঞান কু বুদ্ধি কু হরণ করি। মোর প্রিয় মানে কোন করিবা কথা আপন সেতেবেলে জানি পারিবেনি। মোর প্রিয় মানে जोटी पारले सेठी सुई पड़िबे जोटी पारले सेठी आपण बसी पड़िबे जे आपण को से ड्रेन मध्ये आपण को गदी परि लागिबो। मोर प्रिय मान एने करी आज आपण जानंतु जे आपण जेते बेले मद्यपान करूछंती बेविचार काम करूछंती आपण मूर्खतार काम करूछंती आपण को बुद्धि हरण करि नबो। पाप आत्मा आपण को आत्मिक बुद्धि ज्ञान को हरण करके नै जीव। प्रभु भय जीवन को आपण हरण करके नहीं जीव। आपण ताठारु अलगा होलका ताठारु आपण माने बाहरी आसंती। मोर प्रिय माने जदि हमें देखिबा मोर प्रिय प्रभु को लोक माने आज अनेक एभली साहस एभली भूल शिक्षा पाई कि भूल विषय आज से माने शिक्षा करी मोर प्रिय माने भूल शिक्षा रे परिचालित होइकी भूल काम गुड़ा करूछंती। जीसु को जानिछंती मद बिकुछंती घरे। मोर प्रिय माने आपण नरक को न जीवे किए जीव आपण नरक रे दंड न पाइबे किए पाइबो। एण करे मद ठारू मद मरे मरिबा दरे दरिद्र बा मद छाड़ जीवन पाइबो। आमोस पुस्तक तार 2:8 पद लिखा जाए आउ से माने प्रत्येक यज्ञ वेदीर निकट रे बंदकी वस्त्र ऊपर शयन करती आउ से माने अस्त्र अर्थ दंड प्राप्त लोक मानकर द्राक्षारस आपण मानक परमेश्वर गृह रे पान करती। मोर प्रिय माने एक प्रकार अनेक लोक मोर प्रिय माने आउ से माने मद्यपान करूछंती से माने मद्यपान शिकार होछंती निज घरे आनी कि से माने गुटका रखुछंती खैनी रखुछंती पान रखुछंती। मोर प्रिय माने बीड़ी सिगरेट रखुछंती। मोर प्रिय माने निशा से माने निशार मुक्त हो पानंती निशार बंधन रे से आत्मा से माने को बांधी रखिछि। से माने मोर प्रिय माने मंद आत्मार आओ बंधन रे से माने अछंती मंद स्पिरिट द्वारा से माने परिचालित होछंती। से माने परमेश्वर को गृह रे मोर प्रिय माने मद पिउछंती। गोटे स्थान रे जने प्रभु को दास सेवा कार्य करबा पई जायतिले आउ से स्थान रे दुई जण जे कि सेक्रेटरी या ट्रेजरी से चर्च भितरे से माने कोन करथिले सिगरेट पिउथिले प्रार्थना गृह रे सिगरेट पिउथिले। हठात जेते बेले से परमेश्वर को गृह को प्रभु को सेवा करबा पई पालक आसिले से समय मोर प्रिय माने से माने सिगरेट को लुचे देबा पई लागुछंती। से पालक आगे बोले प्रेस तोर जेते बेले कले मोर प्रिय माने से माने हाथ को जेते बेले आउ हाथ रे से माने हाथ भीतर से माने लुचेबा पे चेष्टा कले लुचे पारो ना जेते बेले प्रेस तोर कले से आज्ञा को हाथ रे से सिगरेट ता जली गला। मोर प्रिय माने मो कहबा पे चाहू छी सेते बेले आज्ञा बहुत कष्ट पाइले पालक आज्ञा आउ सेते बेले से गले प्रार्थना कले आ गोटे विषय कहले मोर प्रिय माने से गोटे विषय कहथिले जे आओ सिगरेट को तमे धरिल कि सिगरेट तुमको धरिछि। आज से प्रकार मोर प्रिय माने आज हमर विश्वासी भाई भणी मौसा माउसी समस्त कहबा पई चाहूछि जे मद को आपण धरि नाथि मद आपण को धरिछि। जो दिन आपण छाणी देबे से दिन से भी छाणी देबे। एण करी मद छाणन्तु तेबे आपण जीवन पाइबे। मद छाण जीवन पाओ।
मोर प्रिय प्रभु को लोक माने एणे करी आज मु आपण मानकु ए जो विषयटा आपण मानकु कहली मोर प्रिय आमोस पुस्तक रे जे अनेक लोक आज परमेश्वर गृह रे बीड़ी सिगरेट पिउछंती मद पानी पिउछंती भोजीपाती करुछंती आपण करबा बंद करंतु नहले आपण मते से धनी व्यक्ति जोठी जाईछि से जागा को आपण मते जीवे न हजे प्रिय प्रभु को लोक माने माथ्यू तार मोर प्रिय प्रभु को लोक माने माथ्यू पुस्तक रे स्पष्ट भाव रे प्रभु कहिसंती आ सेठी कोन बोल लेखा अछि आपण माने देखि पारिबे माथ्यू तार 24 अध्याय लेखा जाय 24 अध्याय लेखा अछि एठी कोन बोल लेखा अछि तार हां किंतु जदि से दुष्ट दास मोर प्रभु को आसीबार विलंब अछि बोली मने मने कही आपना सह दास मानकु प्रहार करबा को लागे आ मधुआ मानक सहित भोजन पान करे ताहा हेले जेउ दिन से अपेक्षा करू नथिबो ओ जेउ दंड से जानि नथिबो सेही दिन ओ सेही दंड रे ताहार प्रभु आसीबे पुणी से ताहाकु दुई खंड करी कपटी मानक सहित ताहार अंश निरूपण करिवे सेठारे रदन और दंतर किड़िमिड़ी हेबो मात्र तार 24 रो आपण पढ़ंतु ठीक रे आ 48 रु 51 पद भितरीटा लेखा अछि जो माने मद्यपान करूछंती प्रभु को भय न करी मोर प्रिय माने एने के कहछन मो विश्वासी एने के मद पिउछंती एने कहछन मो चर्च को जाउची एने के बेविचार काम करछन मद पिउछंती असुचि जीवन काटुछंती मोर प्रिय माने प्रभु से मान को दुई खंड करिवे कोनी से मान को दुई खंड करी से मान को आ सेठारे रदन ओ दंतर किड़िमिड़ी हेबो सेही स्थान रे से मानकर अंश निरूपण हेबो पुणे मोर प्रिय प्रभु को लोक माने आ जो माने प्रभु को जानि कि आपण माने पाप काम करछन से मान को पई भयंकर दंड अछि भयंकर जंत्रणा अछि आपण से मध्य रु आपण बाहरी आसंतु वाक्य को आपण पढ़ंतु आपण पढ़िले जानिबे मोर प्रिय प्रभु को लोक माने प्रभु को नाम रो गौरव हो प्रभु को नाम रो महिमा हो मोर प्रिय प्रभु को लोक माने आज प्रभु हम मान को यह जणेबा पई चाहंती जे आमे प्रभु को ठारे आमे लागि कि रहिबा प्रभु को ठारे आमे विश्वास रे वृद्धि पाइबा आमे प्रभु को ठारे आमे लागि कि रहिबा कारण ए मद गुटे दिन मोर प्रिय माने हमको ईश्वर को राज्य को जीवा पई हमको वंचित करिवो आमे ईश्वर को राज्य रो अधिकारी पारिबा नै आमे 3 नंबर देखलु जे प्रथम रे देखलु मद पीवा लोक से माने निज को मूर्ख बोली प्रमाणित करछंती द्वितीय रे आमे देखलु जे मोर प्रिय प्रभु को लोक माने आ से माने दरिद्र हेबे बा से माने आ फटा चिरा कोना से माने पिधिबे खाइबा पई खाद्य पाइबे नै किछि पाइबे नहीं 3 नंबर रे आमे देखलु जे मोर प्रिय प्रभु को लोक माने आउ जो माने मद्यपान करछंती से माने मोर पर माने दंड पाइबे से माने भाबुचंती मने मने जे प्रभु एबे आसीबे नै हो ठीक अछि मु काली परिवर्तन हेबी पर दिन परिवर्तन हेबी आउ मु गुटे सप्ताह पीबिताल गुटे मास पीबिताल गुटे वर्ष पीबिताल एई वर्ष जेमते पी देबी आर वर्ष छाड़ी देबी ए जो नाटक आमे करछु मोर प्रिय माने प्रभु हठात आसीबे जो दिन से भाबु नथिबो सेई दिन प्रभु आसीबे आगमन करिबे आ ताहाको दुई खंड करिवे पुनी आ ताहाको से अग्निमय नरक रे दंतर किड़िमिड़ी स्थान रे ताहार अंश निरूपण करिवे एने करे आमे बी केयरफुल आमे नरक रे आमे जीवानी मोर प्रिय माने मद बरम छाड़ीबा आमे जीवन पाइबा कारण मोरे मरिबा दरिद्र हेबा प्रिय प्रभु को लोक माने एने करी आजि म आपण मान को गोटे विषय कहबा पे चाहूची जे आउ मद कौन अटे आपण जानतु आज ए चिंता समस्त को अछि लुक तार 21 रो तार 34 पद लिखा जे किंतु तुमे माने आपण आपण विषय रे सावधान होई थाओ काले तुम मान को हृदय मतता और मद्यपान रे पुनी जीविका संबंधी चिंता रे भारग्रस्त हुए आउ सही भली हठात तुम मान को परे आउ सही दिन हठात तुम मान को परे पड़े कारण ताहा फांद स्वरूप समग्र पृथ्वी निवासी समस्त को ऊपर
ଆସିବ। ମୋର ପ୍ରିୟ ମାନେ ଏଠି ଲେଖାଯାଏ ଯେ ତୁମମାନଙ୍କ ହୃଦୟ ମତତା ମଦ୍ୟପାନରେ ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ନ ହଉ। ତ ଆମେ 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 ମଦ୍ୟପାନ ବିଷୟରେ ଅଛୁ, ଶିକ୍ଷା କରୁଛୁ। ମୋର ପ୍ରିୟ ମାନେ ଯଦି ଆମେ ମଦ୍ୟପାନ କରୁଛୁ ତାହେଲେ ଆମେ ବାହାରି ଆସିବା। ଲେଖାଯାଏ ଆମେ ପ୍ରଭୁଙ୍କର ଆଗମନରେ ଆମେ ନୀତ ହେବାନି। ପ୍ରଭୁଙ୍କର ଆଗମନରେ ଆମେ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନାହିଁ। ଜାଣି ରଖନ୍ତୁ ସେଟା ଗୋଟେ ଫାନ୍ଦ। 5 ନମ୍ବର ବିଷୟ ହେଲା ସେଟା ହଉଛି ଗୋଟେ ଫାନ୍ଦ। ଗୋଟେ ବିଶ୍ୱାସୀ ପାଇଁ ମଦ ହଉଛି ଗୋଟେ ଫାନ୍ଦ। ଆପଣ ମଦକୁ ଛାଣନ୍ତୁ, ତେବେ ସେ ଫାନ୍ଦରୁ ଆପଣ ରକ୍ଷା ପାଇବେ। ମୋର ପ୍ରିୟ ମାନେ ଏଣୁକରି ମରେ ମରିବା, ଦରେ ଦରିଦ୍ର ହେବା, ମଦ ଛାଡ଼ ଜୀବନ ପାଇବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଯଦି ଆପଣ ଆଉ ମଦ ଛାଡ଼ିବେ ନାହିଁ ତାହେଲେ ମୋର ପ୍ରିୟ ମାନେ ଆପଣଙ୍କ ଗୋଡ଼ରେ ଗୋଟେ ଫାନ୍ଦ ଲାଗିଛି। ଆପଣ ଈଶ୍ୱରଙ୍କ ରାଜ୍ୟରେ ଆପଣ ପହଞ୍ଚି ପାରିବେ ନାହିଁ। ଈଶ୍ୱରଙ୍କ ସହିତ ଆପଣ ମାନେ ଆଉ ସାକ୍ଷାତ କରିପାରିବେ ନାହିଁ। ଈଶ୍ୱରଙ୍କର ଆଗମନରେ ଆପଣ ମାନିତ ହେଇପାରିବେ ନାହିଁ। ତୁରୀ ବାଜିବ, ମୋର ପ୍ରିୟ ମାନେ ଧାର୍ମିକ ମାନେ ଉଠିବେ, କବରରେ ଥିବା ଲୋକମାନେ ଉଠିବେ, କିନ୍ତୁ ମଧୁଆ ମାନେ ଉଠିବେ ନାହିଁ। ଏଣୁକରି ମଦ ଛାଣନ୍ତୁ। ପ୍ରଭୁ ଆଶୀର୍ବାଦ କରିବେ, ଅନୁଗ୍ରହ କରିବେ, ଦୟା କରିବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରଥମ କରନ୍ତୀୟ ତାର 6 ଅଧ୍ୟାୟ ଆମେ ଦେଖିବା। ଛଅ ଅଧ୍ୟାୟରେ ଲେଖାଯାଏ, 6 ଅଧ୍ୟାୟର ତାର 10 ପଦ, କି ପୋମିଥିନକାରୀ କି ଚୋର କି ଧନଲୋଭୀ କି ମତୁଆଲ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଲେଖା ଅଛି ସ୍ପଷ୍ଟ ଭାବରେ। ମୋର ପ୍ରିୟ ମାନେ ଏ ମଧୁଆଲ ମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଏଣୁକରି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆପଣ ମଦ ପିଇବା ଛାଡ଼ନ୍ତୁ, ନହେଲେ ଈଶ୍ୱରଙ୍କ ରାଜ୍ୟକୁ ଆପଣ ହରାଇବେ। ଆପଣ କାହିଁକି ଯୀଶୁକୁ ବିଶ୍ୱାସ କଲେ ଯେପରି ଆପଣ ସ୍ୱର୍ଗକୁ ଯିବେ? ଆପଣ କାହିଁକି ଚର୍ଚ୍ଚକୁ ଆସୁଛନ୍ତି ଯେପରି ଆପଣ ସତ୍ୟ ପଥରେ ଚାଲିବେ, ପ୍ରଭୁଙ୍କର ଉପସ୍ଥିତିରେ ଚାଲିବେ? ଆପଣ ଈଶ୍ୱରଙ୍କର ବାକ୍ୟକୁ ଶୁଣିବା ପାଇଁ ଆସୁଛନ୍ତି। ଈଶ୍ୱରଙ୍କର ବାକ୍ୟ କଣ ଏହା ଆପଣଙ୍କୁ ଶିକ୍ଷା ଦେଉଛି ପିଅ ବୋଲି? ଆପଣଙ୍କ ଶାସ୍ତ୍ରରେ କଣ ଏହା ଲେଖା ହେଇଛି? ଆପଣ ସୁଧରନ୍ତୁ, ମଦ ଛାଣ, ଜୀବନ ପାଅ। ମରେ ମରିବା, ଦରେ ଦରିଦ୍ର ହେବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଜି ଯୋଉ ଶିକ୍ଷା ଆମେ ଶୁଣୁଛୁ ଯେ ମଧୁଆ ମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ସେମାନେ ଅଧିକାରୀ ହେବେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଏଣୁକରି ଆଜି ଆମେ ମଦ ଠାରୁ ଆମେ ଦୂରେ ରହିବା, ମଦ୍ୟପାନ ଆମେ କରିବା ନାହିଁ। ରୋମିଓ ତାର 13 ପଦରେ ଲେଖାଯାଏ, ରଙ୍ଗରସ ଓ ମତତାରେ, ଲମ୍ବଟତା ଓ କାମୁକତାରେ, ବିବାଦ ଈର୍ଷାରେ ଆଚରଣ ନ କରି ଆସ ଆମେ ମାନେ ଦିବସର ବିହିତ ଭଦ୍ର ଆଚରଣ କରୁ। ରଙ୍ଗରସ ବା ଡ୍ରିଙ୍କ, ମତତାରେ ଆଚରଣ ନ କରି, କାମୁକତାରେ, ବିବାଦ ଈର୍ଷାରେ ଆଚରଣ ନ କରି ଆସ ଆମେ ମାନେ ଦିବସର ବିହିତ ଭଦ୍ର ଆଚରଣ କରୁ। ଏସବୁକୁ ଆମେ ଛାଡ଼ିବା, ଆମର ଆଚରଣକୁ ଆମେ ସୁଧରିବା। ଲୋକମାନେ ଆଜି ଆମେ ଯୀଶୁକୁ ଜାଣିଛୁ, ଆମର ପାଇଁ ବୋଲି ଯୀଶୁଙ୍କ ନାମ ନିନ୍ଦିତ ହେଉଛି। ଦେଖ ଖ୍ରୀଷ୍ଟିଆନ ଲୋକମାନେ ମଦ ପିଉଛନ୍ତି। ମୋର ପ୍ରିୟ ମାନେ ଆଜି ଈଶ୍ୱରଙ୍କ ପବିତ୍ର ନାମ ନିନ୍ଦିତ ହେଉଛି, ଈଶ୍ୱରଙ୍କ ମହାନ ନାମ ଆଜି ନିନ୍ଦିତ ହେଉଛି। ଆଜି ଖ୍ରୀଷ୍ଟୀୟ ସମାଜ ନିନ୍ଦିତ ହେଉଛି, ଆଜି ଯୀଶୁଙ୍କ ନାମ ନିନ୍ଦିତ ହେଉଛି। ମୋର ପ୍ରିୟ ମାନେ ଆଜି ଆମେ ନିଜକୁ ସଜାଡ଼ିବା, ନିଜକୁ ଆମେ ପରିବର୍ତ୍ତନ କରିବା, ନିଜକୁ ଆମେ ବଦଳାଇବା। ମୋର ପ୍ରିୟ ମାନେ ସେ ରଙ୍ଗରସ, ସେ ମତତାରେ ଆମେ ରହିବା ନାହିଁ। ମୋର ପ୍ରିୟ ମାନେ ପ୍ରଭୁ ଆମମାନଙ୍କୁ ସତର୍କ କରୁଛନ୍ତି, ଆମମାନଙ୍କୁ ସାବଧାନ କରୁଛନ୍ତି, ଯେପରି ଆମେ ପରିବର୍ତ୍ତନ ହେବା, ଯେପରି ଆମେ ଆଉ ଏକ ଧାର୍ମିକ ଜୀବନ କାଟିବା। ତ ଶେଷ ପଦ ଗୋଟେ ମୁଁ ପଢିକି ମୁଁ ସମାପ୍ତ କରିବା ପାଇଁ ମୁଁ ଚାହେଁ। ଶେଷ ପଦ ମୁଁ ପଢିବା ପାଇଁ ଚାହେଁ। ଆଉ ପ୍ରଥମ କରନ୍ତୀୟ ତାର 5 ଅଧ୍ୟାୟରେ ଲେଖାଯାଏ ଗୋଟେ
ପଢିବା ଆପଣ ମାନେ ଦେଖିପାରିବେ ଦ୍ୱିତୀୟ କରନ୍ଥୀୟ ତାର 6 ଅଧ୍ୟାୟ ତାର 17 ପଦ। ଏଣୁ ପ୍ରଭୁ ଏହା କହନ୍ତି, ତୁମେ ମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ, ପୁଣି ଆମ୍ଭେ ତୁମମାନଙ୍କୁ ଗ୍ରହଣ କରିବା। ଯଦି ଆପଣ ଅଶୁଚି ପଦାର୍ଥ ଆପଣ ଗ୍ରହଣ କରୁଛନ୍ତି, ଯଦି ଅଶୁଚି ପଦାର୍ଥ ଯଦି ଆପଣ ପାନ କରୁଛନ୍ତି, ମଦ୍ୟପାନ କରୁଛନ୍ତି, ମୋର ପ୍ରିୟ ମାନେ, ତାହେଲେ ମୋର ପ୍ରିୟ ମାନେ ପ୍ରଭୁ ଆପଣଙ୍କୁ ଗ୍ରହଣ କରିବେନି। ଏଣିକର ପ୍ରଭୁ କହୁଛନ୍ତି ସେମାନଙ୍କ ଠାରୁ, ସେମାନଙ୍କ ସହଭାଗିତାରୁ ଆପଣ ମାନେ ବାହାରି ଆସନ୍ତୁ, ପୃଥକ ହୁଅ, ତେବେ ଆମେ ତୁମମାନଙ୍କୁ ଗ୍ରହଣ କରିବା। ଆପଣ ମାନେ ପଢିପାରିବେ ଦ୍ୱିତୀୟ କରନ୍ଥୀୟ ତାର 6ର 17 ପଦରେ ସ୍ପଷ୍ଟ ଭାବରେ ଲେଖା ହେଇଛି, ଏଣିକର ମଦ ଛାଣନ୍ତୁ ମୋର ପ୍ରିୟ ମାନେ। ସ୍ତ୍ରୀ ଲୋକମାନଙ୍କ ପାଇଁ ଗୋଟେ ଲେଖା ହେଇଛି, ମୁଁ ଏଠି ଆପଣମାନଙ୍କୁ କହିବା ପାଇଁ ଚାହୁଁଛି। ତ ଏଇ ବାକ୍ୟର ଅର୍ଥ ଆପଣ ମାନେ ବୁଝନ୍ତୁ, ତାହାକୁ ସ୍ପର୍ଶ କର ନାହିଁ ବୋଲି ଲେଖା ହେଇଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ମଦ ଗିଲାସକୁ, ସେ ମଦ ବୋତଲକୁ ଆପଣ ମାନେ ସ୍ପର୍ଶ କରନ୍ତୁ ନାହିଁ, ସେ ଅଶୁଚି ଜିନିଷକୁ ଆପଣ ମାନେ ଧରନ୍ତୁ ନାହିଁ। ଆପଣ ଡୁବନ ନେଇଛନ୍ତି, ଆପଣ ଯୀଶୁଙ୍କ ରକ୍ତରେ ଧତ ହେଇଛନ୍ତି, ଆପଣ ଈଶ୍ୱରଙ୍କର ପବିତ୍ର ବାକ୍ୟ ଶୁଣୁଛନ୍ତି, ପ୍ରଭୁଙ୍କର ପବିତ୍ର ଉପସ୍ଥିତିକୁ ଆସୁଛନ୍ତି, ସେମାନଙ୍କ ଠାରୁ ଆପଣ ପୃଥକ ହୁଅନ୍ତୁ। ସେ ଅଶୁଚି ପଦାର୍ଥ ଆପଣ ଗ୍ରହଣ କରନ୍ତୁ ନାହିଁ, ପାନ କରନ୍ତୁ ନାହିଁ, ତେବେ ପ୍ରଭୁ ଆପଣଙ୍କୁ ଗ୍ରହଣ କରିବେ। ଶେଷ ପଦ ମୁଁ ସ୍ତ୍ରୀ ଲୋକମାନଙ୍କ ପାଇଁ କହିବା ପାଇଁ ଚାହୁଁଛି। ଆଉ ଏଠି ଗୋଟେ ଲେଖାଯାଏ, ଆଜି ଅନେକ ଆମର ଭଉଣୀ ମାନେ ମଦ ହାଣ୍ଡିଆ ବିକିବାରେ ବହୁତ ସେମାନଙ୍କର ଆଉ ଭୂମିକା ଅଛି। 3 ପଦରେ ଲେଖାଯାଏ, ତିତୋସ ତାର 2 ଅଧ୍ୟାୟ 3 ପଦ, ପୁଣି ବୟଧିକା ସ୍ତ୍ରୀ ମାନଙ୍କୁ ସେହିପରି ପର ନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ସୁଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର। ଆଜି ଅନେକ ଭଉଣୀ ମାନେ ଗଛ ତଳରେ ବିକିକି ହାଣ୍ଡେ ବିକୁଛନ୍ତି, ଘରେ ଘରେ ହାଣ୍ଡେ ବିକୁଛନ୍ତି। ମୋର ପ୍ରିୟ ମାନେ ଯୀଶୁଙ୍କୁ ଜାଣିଛନ୍ତି କିନ୍ତୁ ମଦ ବେପାର କରୁଛନ୍ତି। ମୋର ପ୍ରିୟ ମାନେ ଏଠି ଲେଖାଯାଏ, ସ୍ତ୍ରୀ ମାନଙ୍କର ବିଷୟରେ ଲେଖା ଅଛି ଯେ ସେମାନେ ଆଉ ସେ ମଦ୍ୟପାନରେ ଆସକ୍ତ ନ ହୋଇ ସୁଧାଚାରିଣୀ ହେବାକୁ ଓ ଶିକ୍ଷା, ଯେପରି ଯୀଶୁଙ୍କ ଶିକ୍ଷା ଲୋକମାନଙ୍କୁ ଦେଇପାରିବେ, ଯେମିତି ମଦ ବିକି ପାରୁଛନ୍ତି, ସେମିତି ମୁଖରେ ଯେମିତି ଲୋକମାନଙ୍କୁ ଯୀଶୁଙ୍କ ଶିକ୍ଷା ଦେଇପାରିବେ, ସେଇ ପ୍ରକାର ସେମାନେ ଯୀଶୁଙ୍କ ଶିକ୍ଷାରେ, ଈଶ୍ୱରଙ୍କ ଶିକ୍ଷାରେ ସେମାନେ ସୁଶିକ୍ଷିତ ହୁଅନ୍ତୁ ବୋଲି ଈଶ୍ୱରଙ୍କ ବାକ୍ୟ ଲେଖାଯାଏ। ବିଶେଷ ଏହା ସ୍ତ୍ରୀ ମାନଙ୍କ ପାଇଁ ଲେଖା ହେଇଛି, ତିତୋସ ତାର 3 ଅଧ୍ୟାୟର 2 ଅଧ୍ୟାୟର 3 ପଦରେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଆଉ ପୁଣି ବୟଧିକା ସ୍ତ୍ରୀ ମାନଙ୍କୁ ସେହିପରି ପର ନିନ୍ଦୁକା ଓ ମଦ୍ୟପାନରେ ଆସକ୍ତ ନ ହୋଇ ସ୍ପଷ୍ଟ ଲେଖାଇଛି, କାହାର ନିନ୍ଦା ବି ନ କରନ୍ତୁ, ପୁଣି ସେମାନେ ଦ୍ରାକ୍ଷାରସ କି ମଦ୍ୟପାନ ବି ସେମାନେ ନ କରନ୍ତୁ। ସେମାନେ ମୋର ପ୍ରିୟ ମାନେ ସୁଧାଚାରିଣୀ ହୁଅନ୍ତୁ, ଆଉ ସେମାନେ ଈଶ୍ୱରଙ୍କର ବାକ୍ୟରେ ଶିକ୍ଷିତ ହୋଇକି ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ମଣ୍ଡଳୀର ଏକ ବିଶେଷ ଭୂମିକା ସେମାନେ ପାଆନ୍ତୁ। ମୋର ପ୍ରିୟ ମାନେ, ସର୍ବପ୍ରଥମେ ପ୍ରଭୁ ଯୀଶୁଙ୍କୁ ମରିକି ଉଠିବାର ଖବର ସ୍ତ୍ରୀ ମାନେ ପାଇଥିଲେ, ଏଠି ଜାଣିଥାନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି, ପ୍ରଭୁ ଅନୁଗ୍ରହ କରନ୍ତୁ, ଆମେ ସମସ୍ତେ ମୋର ପ୍ରିୟ ମାନେ ମରିବା ଦରେ ଦରିଦ୍ର ହେବା, ମଦ ଛାଣ ଜୀବନ ପାଇବା, ମଦ ଛାଣ ଜୀବନ ପାଇବା, ମରିବା ଦରେ ଦରିଦ୍ର ହେବା। ମୋର ପ୍ରିୟ ମାନେ, ଏ ମଦ ଆଜି ଆମ ଶରୀରକୁ ହାନି କରୁଛି। ଅନେକ ବିଷୟ ଅଛି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ଆଜି ସେ ଧନୀ ବ୍ୟକ୍ତି ନରକକୁ ଯିବାର ମୋର ପ୍ରିୟ ମାନେ ଆଉ କେତୋଟି କାରଣ ଆମେ ଦେଖିଲୁ, ଯେ ସେ ଭଲ ବସ୍ତ୍ର ପିନ୍ଧୁଥିଲା ବୋଲି ନରକକୁ ଗଲାନି, ଭଲ ଖାଦ୍ୟ ଖାଉଥିଲା ବୋଲି ନରକକୁ ଗଲାନି, କିନ୍ତୁ ସେ ଆମୋଦ ପ୍ରମୋଦ କରୁଥିଲା। ଆଉ ଆମେ ଦେଖିଲୁ ମୋର ପ୍ରିୟ ମାନେ, ଯେ ଆମୋଦ ପ୍ରମୋଦ କରୁଥିଲା, ଆଉ ସେ କାହାକୁ ଦୟା କରୁନଥିଲା, ସେ ଅଯଥାରେ ଟଙ୍କା ଖର୍ଚ୍ଚ କରୁଥିଲା, ମଦ ପାଣି କରୁଥିଲା। ଦିନ ଆସିଲା, ସମୟ ଆସିଲା,
ମୋର ପ୍ରିୟ ମାନେ ଲାଜାର ସେ ବି ଯୀଶୁକୁ ଜାଣିଥିଲା, ସେ ବି ମଲା କିନ୍ତୁ ଅବ୍ରାହ୍ମଙ୍କ କୂଳ ଯାଇକି ବସିଲା। କିନ୍ତୁ ଆମେ ଦେଖୁଛୁ ଧନୀ ବ୍ୟକ୍ତି ସେ ମରୁଛି ଆଉ ନରକରେ ଯାଇକି ସେ କଳବଳ ଯନ୍ତ୍ରଣା ପାଉଛି। ମୋର ପ୍ରିୟ ମାନେ ଆଉ ଜଣେ ଧନୀକୁ ଦେଖିଲୁ, ସେ ମୋର ପ୍ରିୟ ମାନେ ତାର ବହୁତ ଫସଲ ହେଲା, ସେ କହୁଛି ରେ ପ୍ରାଣ ତୋର ବହୁତ ଦିନ ନିମନ୍ତେ ତୋ ଦ୍ରବ୍ୟ ସଞ୍ଚିତ ହେଉଛି, ତୁ ବିଶ୍ରାମ କର, ଆମୋଦ କର, ପ୍ରମୋଦ କର। ମୋର ପ୍ରିୟ ମାନେ ଆଜି ଆମେ ସେ ପ୍ରକାର ନ କହୁ, ଆମେ ବଞ୍ଚିବା ପ୍ରଭୁଙ୍କ ପାଇଁ, ଆମେ ନିଜ ନିମନ୍ତେ ଧନୀ ହେବା ନାହିଁ, ପ୍ରଭୁଙ୍କ ପାଇଁ ଧନୀ ହେବା। ମୋର ପ୍ରିୟ ମାନେ ଆପଣ ଦାନ ଦେବା ଶିଖନ୍ତୁ, ପ୍ରାର୍ଥନା କରିବା ଶିଖନ୍ତୁ। ମୋର ପ୍ରିୟ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କୁ, ମଉସା ମାଉସୀ ମାନଙ୍କୁ ମୁଁ ଆଜି ଆପଣମାନଙ୍କୁ କହିବା ପାଇଁ ଚାହୁଁଛି, ଆପଣମାନେ ଯେଉଁ ଟଙ୍କାରେ ମଦ୍ୟପାନ କରୁଛନ୍ତି, ଆପଣମାନେ ଭଲ କାମ କରନ୍ତୁ, ଲେବର କାମ କରନ୍ତୁ, ପରିଶ୍ରମ କରନ୍ତୁ। ମୋର ପ୍ରିୟ ମାନେ ମିସ୍ତ୍ରୀ କାମ କରନ୍ତୁ, ଲେବର କାମ କରନ୍ତୁ, ଯାହା କରୁଛନ୍ତି, ଯାହା ସକ୍ଷମ ତାହା କରନ୍ତୁ। ଭୁଲ କାମ କରନ୍ତୁ ନାହିଁ, ଭୁଲ ପଥରେ ଯାଆନ୍ତୁ ନାହିଁ, ପାପ କାମ କରନ୍ତୁ ନାହିଁ, ପାପ କାମରେ ଟଙ୍କା ଅର୍ଜନ କରନ୍ତୁ ନାହିଁ। ସେ ଟଙ୍କା ରହିବ ନାହିଁ, ସେ ଟଙ୍କା ଆପଣଙ୍କ ହାତରେ ଧରାଦେବ ନାହିଁ, କାରଣ ତାହା ଅଧର୍ମର ଟଙ୍କା, ଆଉ ତାହା ପ୍ରଭୁ ଗ୍ରହଣ କରିବେ ନାହିଁ। ଆପଣ ଧର୍ମର ଟଙ୍କା ଆଣନ୍ତୁ, ଆପଣ ପରିଶ୍ରମର ଟଙ୍କା ଆଣନ୍ତୁ, ପ୍ରଭୁଙ୍କ ସେବା ପାଇଁ ଦାନ କରନ୍ତୁ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ। ଆପଣ 1000 ଟଙ୍କା ଜାଗାରେ ଆପଣ 300 ଟଙ୍କା କମାନ୍ତୁ, ପ୍ରଭୁ ସେଇ ଟଙ୍କାରେ ଆପଣଙ୍କୁ ଆଶୀର୍ବାଦ କରିବେ। ଆପଣ ଅଧର୍ମରେ ଟଙ୍କା ଯଦି କମେଇବେ ସେ ଟଙ୍କା ରହିବ ନାହିଁ। ମୋର ପ୍ରିୟ ମାନେ ଅନେକ ରୋଗରେ ଆପଣମାନେ ଆକ୍ରାନ୍ତ ହେବେ, ଆପଣମାନେ ଅସୁସ୍ଥ ହେବେ, ପୀଡ଼ିତ ହେବେ, ଆପଣ ଶେଷରେ ନିଜ ଜୀବନକୁ ହରାଇବେ। ଆଜି ପ୍ରଭୁ ଆପଣମାନଙ୍କୁ ସତର୍କ କରୁଛନ୍ତି, ଆପଣମାନେ ଫେରି ଆସନ୍ତୁ, ମନ୍ଦତାରୁ ଫେରି ଆସନ୍ତୁ, କପଟତାରୁ ଫେରି ଆସନ୍ତୁ, ଖରାପ କାର୍ଯ୍ୟରୁ ଫେରି ଆସନ୍ତୁ, ମନ୍ଦ କାର୍ଯ୍ୟରୁ ଫେରି ଆସନ୍ତୁ। ପ୍ରଭୁ ଆପଣମାନଙ୍କୁ ଗ୍ରହଣ କରିବେ। ପ୍ରଭୁ ଆମ ସମସ୍ତଙ୍କୁ ଏହି ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।